ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ବନ୍ଦ ହୋଇଯିବ ମାଗଣା ରାସନ। ପାରମ୍ପରିକ ରାସନ ବଣ୍ଟନ ବ୍ୟବସ୍ଥା ପିଡିଏସ୍କୁ ଆହୁରି ଆଧୁନିକରଣ କରିବା ପାଇଁ ସରକାର ଇ-ରୂପୀ ଡିଜିଟାଲ ଭାଉଚର ବ୍ୟବହାର କରିବାକୁ ଯାଉଛନ୍ତି। ଚଣ୍ଡିଗଡ଼ ଭଳି ସହରରେ ସଫଳ ପରୀକ୍ଷଣ ଆରମ୍ଭ ହୋଇଛି। ହିତାଧିକାରୀମାନଙ୍କୁ ଆଉ ଶସ୍ୟ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ବରଂ ସେମାନଙ୍କ ମୋବାଇଲ ଫୋନକୁ ଏକ ଡିଜିଟାଲ ଭାଉଚର ଏବଂ ଖାତାକୁ ଟଙ୍କା ପଠାଯାଇପାରେ। ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦୁର୍ନୀତିକୁ ରୋକିବା ଏବଂ ହିତାଧିକାରୀମାନେ ବଜାରରୁ ସେମାନଙ୍କ ପସନ୍ଦର ଗୁଣାତ୍ମକ ଶସ୍ୟ କିଣିପାରିବେ ତାହା ନିଶ୍ଚିତ କରିବା। ପରବର୍ତ୍ତୀ ଖବର, ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ବନ୍ଦ ହେଲା 2.5 କୋଟି ଆଧାର କାର୍ଡ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସରକାରୀ ସବସିଡି ପାଇବା, ପେନସନ, ରାସନ କାର୍ଡ, ଗ୍ୟାସ ସିଲିଣ୍ଡର ପାଇବା କିମ୍ବା କୌଣସି ସରକାର ଯୋଜନା ପାଇବା ହେଉ, ସବୁଠି ଆଧାର କାର୍ଡ ନିହାତି ଆବଶ୍ୟକ। ଏପରି ପରିସ୍ଥିତିରେ ଯଦି ଆଧାର କାର୍ଡ ସହିତ ଜଡ଼ିତ ତଥ୍ୟ ଭୁଲ କିମ୍ବା ଅପବ୍ୟବହାର ହୁଏ, ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରିପାରେ। ଏହି ସମସ୍ୟାର ସମାଧାନ ଏବଂ ଆଧାର ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ମୋଦି ସରକାର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ଏପର୍ଯ୍ୟନ୍ତ 2.5 କୋଟିରୁ ଅଧିକ ଆଧାର କାର୍ଡକୁ ନିଷ୍କ୍ରିୟ କରିଛନ୍ତି। ଏହି ନିଷ୍ପତ୍ତିରେ ଲକ୍ଷ୍ୟ ଠକେଇକୁ ରୋକିବା ଏବଂ ସରକାରୀ ଯୋଜନାର ଅପବ୍ୟବହାର କରୁଥିବା ଲୋକଙ୍କୁ ରୋକିବା। ପରବର୍ତ୍ତୀ ଖବର, ସରକାର ଆଣିପାରନ୍ତି ଭାଗଚାଷୀ ଆଇନ। ବର୍ଷ ବର୍ଷ ଧରି ଭାଗଚାଷୀଙ୍କୁ ଆଶା ଦେଖାଇଛନ୍ତି ସରକାର। ତାଙ୍କ ପାଇଁ ଆଇନ ଆସିବ ଆଉ ଅଧିକାର ମିଳିବ ବୋଲି କହି ଆସୁଛନ୍ତି। ହେଲେ ଏହା କେବଳ କାଗଜ କଲମ ଆଉ ମନ୍ତ୍ରୀଙ୍କ ମୁହଁରେ ସୀମିତ ରହିଯାଇଛି। ଭାଗଚାଷୀ ନିଜ ଭାଗ୍ୟକୁ ଆଦର କରିଛନ୍ତି। ପୂର୍ବ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ ଭାଗଚାଷୀଙ୍କୁ ହକ୍ ଦେବେ ବୋଲି। ଭାଗଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା। ମାଓବାଦୀ ଏସିଏମ୍ କ୍ୟାଡର ମମିତା ପାଡିୟାମ ଓରଫ ମମିତା ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ଛତିଶଗଡ଼ ରାଜ୍ୟର ଲିଙ୍ଗିପୁରମ ଗ୍ରାମରୁ ଗୁଙ୍ଗୁଲ ପଡିୟାମିର ଝିଅ ବୋଲି ଡିଆଇଜି କୋରାପୁଟ ଏସପି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ବହୁ ମାଓବାଦୀ ଘଟଣାରେ ଜଡ଼ିତ ହୋଇଥିବା ବେଳେ ତାଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର, ପୋଷାକ, ଲ୍ୟାଣ୍ଡମାଇନ, ପୁସ୍ତକ ଜବତ ହୋଇଛି। ତାଙ୍କୁ ମାଓବାଦୀଙ୍କ ଆତ୍ମସମର୍ପଣ ପିଲିସ ଅନୁଯାୟୀ ମୋଟ 7,15,000 ଟଙ୍କା ପ୍ରଦାନ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ବଦଳିଗଲା ସୁନା ନିୟମ। ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି କିମ୍ବା ବିଦେଶରେ କାମ କରୁଛନ୍ତି ଏବଂ ଭାରତ ଫେରିବା ସମୟରେ ସୁନା ଅଳଙ୍କାର କିମ୍ବା ଅନ୍ୟାନ୍ୟ ଜିନିଷ ସାଙ୍ଗରେ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ଖବର। ଭାରତ ସରକାର ବ୍ୟାଗେଜ ନିୟମ 2026 ଅନୁଯାୟୀ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଶୁଳ୍କ ମୁକ୍ତ ସୀମା ଏବଂ ଅଳଙ୍କାର ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ଫେବୃଆରୀ 2, 2026ରେ କାର୍ଯ୍ୟକାରୀ ହୋଇଛି ଏବଂ ଯାତ୍ରୀମାନଙ୍କ ପାଇଁ ନିୟମଗୁଡ଼ିକୁ ସରଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ଖବର, ଭାରତ ଉପରୁ ଟାରିଫ କମାଇଛି ଆମେରିକା, ଓଡ଼ିଶାକୁ ମିଳିବ ଫାଇଦା। ଆମେରିକା ଭାରତ ଉପରୁ ଟାରିଫ କମାଇବା ପରେ ଓଡ଼ିଶାକୁ ଲାଭ ମିଳିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ଓଡ଼ିଶା ପାଇଁ ନୂତନ ସୁଯୋଗ ଆଣିଦେଇଛି। ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି ସମୃଦ୍ଧି ହେବ। ଶୁଳ୍କ ହ୍ରାସ ଯୋଗୁଁ ଏବେ ଆମେରିକା ବଜାରରେ ବଢ଼ିବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ଚାହିଦା। ଉପକୂଳ ଅଞ୍ଚଳ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆସିବ। ପରବର୍ତ୍ତୀ ଖବର, ନୂଆ ଗାଇଡଲାଇନ ଜାରି କଲା ୟୁପିଏସସି। ସିଭିଲ ସର୍ଭିସ ପରୀକ୍ଷା ପାଇଁ ପରିବର୍ତ୍ତନ ହେଲା ନିୟମ। ବିଶେଷ କରି ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍,
ଭାରତୀୟ ବୈଦେଶିକ ସେବା IFS ଏବଂ ଭାରତୀୟ ପୁଲିସ ସେବା IPS ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ସ୍ପଷ୍ଟ ହୋଇଛି। ନୂତନ ନିୟମ ଅନୁଯାୟୀ ଯେଉଁ ପ୍ରାର୍ଥୀମାନେ ପୂର୍ବରୁ IAS କିମ୍ବା ISS ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବୀରେ କାର୍ଯ୍ୟରତ ଅଛନ୍ତି, ସେମାନେ CSE 2026 ପାଇଁ ଆବେଦନ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରାଥମିକ ପରୀକ୍ଷା ପ୍ରିଲିମ୍ ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ ମୁଖ୍ୟ ପରୀକ୍ଷା ଦେବାକୁ ଅଯୋଗ୍ୟ ବିବେଚିତ ହେବେ। ପରବର୍ତ୍ତୀ ଖବର, ଗୋଟିଏ କ୍ଲିକ୍ରେ ମିଳିବ ସମସ୍ତ ରାଜସ୍ୱ ସେବା। ତହସିଲ କାର୍ଯ୍ୟାଳୟକୁ ଧାଁ ଦୌଡ଼ରୁ ମିଳିବ ମୁକ୍ତି। ହ୍ୱାଟ୍ସଆପ୍ରେ ମିଳିବ ରାଜସ୍ୱ ବିଭାଗର ସେବା। ରାଜସ୍ୱ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ। ରାଜସ୍ୱ ସେବା ଓ ଲୋକଙ୍କ ମଧ୍ୟରେ ଆଉ ରହିବନି ମଧ୍ୟସ୍ଥି। ଏଣିକି ସିଧାସଳଖ ଗୋଟିଏ କ୍ଲିକ୍ରେ ମିଳିବ ସମସ୍ତ ସେବା, ଆଉ ବାରମ୍ବାର ତହସିଲକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହ୍ୱାଟ୍ସଆପ୍ରେ ମିଳିବ ଏହି ସେବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆମ ସାଥୀ ସହାୟକ ୟୁନିଫାଏଡ୍ ହ୍ୱାଟ୍ସଆପ୍ ଚାଟ୍ ବଟ୍କୁ ନେଇ ଉନ୍ମୋଚନ କରିଛନ୍ତି। 9437292000 ହ୍ୱାଟ୍ସଆପ୍ ନମ୍ବରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦିକ ସେବାଗୁଡ଼ିକ ସହ 170ରୁ ଉର୍ଦ୍ଧ୍ୱ ଜରୁରୀ ସରକାରୀ ସେବା ମିଳିବ। 24 ଘଣ୍ଟା ସେବା ଯୋଗାଇବ ରାଜସ୍ୱ ବିଭାଗ। ସେବା ପାଇବାର ବ୍ୟାଘାତ ହେଲେ ରାଜସ୍ୱ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ। ରାଜ୍ୟର 57ଟି ଉପନିବନ୍ଧନ କାର୍ଯ୍ୟାଳୟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର, ସୁଧୁରିବ ତ୍ରୁଟି, ବଦଳିବ ଅପଭ୍ରଂଶ ନାଁ। 11 ଜିଲ୍ଲାର 25 ଇଂରାଜୀ ନାଁରେ ହେବ ପରିବର୍ତ୍ତନ। ଓଡ଼ିଆ ଭାଷା ଓ ସାଂସ୍କୃତିକ ଐତିହାସିକକୁ ସରକାରୀ ରେକର୍ଡରେ ସଠିକ୍ ଭାବେ କରାଯିବ ପ୍ରତିଫଳିତ। ବଦଳିବ ରାଜ୍ୟର ଅନେକ ସ୍ଥାନର ବିକୃତ ଇଂରାଜୀ ନାଁ। ଓଡ଼ିଶା ସରକାର ବିଭିନ୍ନ ସ୍ଥାନରେ ଇଂରାଜୀ ନାମରେ ଥିବା ଭୁଲ ସୁଧାର ପାଇଁ ପଦକ୍ଷେପ ନେଇଛନ୍ତି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଲକାନଗିରି, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଓ ନୟାଗଡ଼ ଆଦି ଜିଲ୍ଲାର ନାଁ ଠିକ୍ କରାଯିବ। ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ 15 ଦିନ ମଧ୍ୟରେ ଲିଖିତ ଭାବେ ଦାଖଲ କରିବାକୁ ଆହ୍ୱାନ କରିଛି ବିଭାଗ। ପରବର୍ତ୍ତୀ ଖବର, କଂଗ୍ରେସକୁ ଘେରିଲେ PM ମୋଦି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ରାଜ୍ୟସଭାରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଅଭିଭାଷଣରେ କଂଗ୍ରେସ ସମେତ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ନିଜକୁ ରାଜା କହିବାରେ ଗର୍ବ କରନ୍ତି, ସେମାନେ ଆର୍ଥିକ ଅସମାନତା ଉପରେ କହିବ ମୂଲ୍ୟହୀନ। କଂଗ୍ରେସ, TMC, DMK ଏବଂ ବାମ ଦଳଗୁଡ଼ିକୁ ସମାଲୋଚନା କରି ମୋଦି କହିଛନ୍ତି ଯେ ଏହି ଦଳଗୁଡ଼ିକ ଦଶନ୍ଧି ଧରି କ୍ଷମତାରେ ରହିଥିଲେ, କିନ୍ତୁ ସେମାନଙ୍କର ପ୍ରାଥମିକତା କେବଳ ନିଜ ପକେଟ ଗରମ କରିବା ଥିଲା। ପରବର୍ତ୍ତୀ ଖବର, କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, 10 ମୃତ। ମେଘାଳୟର ତାସ୍କାଇ ସ୍ଥିତ ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଦୁର୍ଘଟଣାରେ ଅତି କମରେ 10 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।